ଶ୍ରାବଣର ଦ୍ୱିତୀୟ ସୋମବାର ପାଇଁ ଚଳଚଞ୍ଚଳ କାକଟପୁର ପ୍ରସିଦ୍ଧ ପ୍ରାଚୀନ ଦୀପଠ ପ୍ରମୁଖ ଶୈବପୀଠରେ ଲାଗିଲାଣି କାଉଡ଼ିଆଙ୍କ ଗହଳି। କାଲି ବଡ଼ି ଭୋରୁ ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ, ଆଶୀର୍ବାଦ ମାଗିବେ ମନସ୍କାମନା ପୂର୍ଣ୍ଣ ପାଇଁ। କାକଟପୁର ପ୍ରାଚୀନ ଦୀପଠାରେ ଆଧ୍ୟାତ୍ମିକ ପରିବେଶ। ବୋଲବମ୍ ହର ହର ବମ୍ ଧ୍ୱନିରେ ପ୍ରକମ୍ପିତ କାକଟପୁର ବିଶ୍ୱାମିତ୍ର ଘାଟ। ନଦୀରେ ବୁଡ଼ ପକାଇ କଳସୀରେ ଜଳ ଧରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡ଼ିଆ। ଦେହରେ ନାରଙ୍ଗୀ ବସ୍ତ୍ର, କାନ୍ଧରେ ସୁସଜ୍ଜିତ କାଉଡ଼ି ଓ ମନରେ ମାଇଲ ମାଇଲ ବାଟ ଚାଲିବାକୁ ଅସୀମ ଦମ୍ଭ। ଦେବଦେବ ମହାଦେବଙ୍କୁ ଜଳାଭିଷେକ କରି ନିଜ ମନସ୍କାମନା ଜଣାଇବାକୁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ବହୁ ସଂଖ୍ୟକ କାଉଡ଼ିଆ। ଏପଟେ କାଉଡ଼ିଆ ଆଗମନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କାକଟପୁର, ଅସ୍ତରଙ୍ଗ ଓ କୋଣାର୍କ ବାଲି କପିଳେଶ୍ୱର ଶୈବପୀଠ। ଶୃଙ୍ଖଳିତ ଜଳାଭିଷେକ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା। ନା ଦୁଷ୍ମନ୍ତ କୁମାର ସାହୁ। କେତେ ବର୍ଷ ହେଲା ନେଲାଣି? ମୁଁ ଠାକୁରଙ୍କ ପାଖକୁ 3 ବର୍ଷ ହେଲା ନେଲେ ବାଲି କପିଳେଶ୍ୱର। ପ୍ରଭୁଙ୍କୁ ସବୁବେଳେ ସ୍ମରଣ କରୁ। ଆମେ ଯେହେତୁ ଆଷାଢ଼ ମାସ ଗୋଟେ ଶ୍ରାବଣର ମାସ, ସମସ୍ତେ ନିରାମିଷ ଭାବରେ ଠାକୁରଙ୍କୁ ଧ୍ୟାନ କରୁ। ଆମେ ଯେହେତୁ ଏଠୁ ପ୍ରାଚୀ ନଦୀ ପାଖରୁ ସମସ୍ତେ ଲୋକନାଥ ହଉ, ବାଲି କପିଳେଶ୍ୱର ପାଖ ଆଖରେ ଆମେ ଦେଖିବାକୁ ଗଲେ ଆମର ଏପଟେ ଯୋଉ କାକଟପୁର ବ୍ଲକ, ଅସ୍ତରଙ୍ଗର ବି ବହୁତ ବ୍ଲକ, ସମସ୍ତେ ଆସି ଏଠୁ ନଦୀରୁ ପ୍ରାଚୀରୁ ଉଠାନ୍ତି ପାଣି। ଯିଏକି ପ୍ରାଚୀ ସବୁଠାରୁ ବର୍ଷ ଭିତରେ ମାନେ ପ୍ରାଚୀ ନଦୀ ସବୁଠାରୁ ନଈ ଭିତରେ ସବୁଠାରୁ ବହୁତ ପୁରାତନ ନଈ। ଯେ କି ଆମେ ସରକାରଙ୍କୁ ନିବେଦନ ଏତିକି କରୁଛୁ ଯେ କି ନଈଟି ବହୁତ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଏଠି ଆମର ପାହାଚ ସୃଷ୍ଟି କରାଯାଉ, ନଦୀଟି ବହୁତ ପରିଷ୍କାର କରାଯାଉ। ପାଣି ନା ଠାକୁରଙ୍କ ଉପରେ ବିଶ୍ୱାସ ହେଇକି ଯେ ଆମେ ମନସ୍କାମନା ନେଇକି ଯାଉ, ସବୁବେଳେ ମନସ୍କାମନା ଠାକୁର ପୂର୍ଣ୍ଣ କରନ୍ତି। ଆମେ ଯେତେ କଷ୍ଟ ହେଲେ ବି ଠାକୁର ଆମକୁ କୋଉ ଉପାୟରେ ନେଇକି ପହଞ୍ଚାନ୍ତି ସେଟା ଆମେ ବି ନିଜେ ଜାଣିପାରୁନୁ। ଠାକୁର ତାଙ୍କର ଆମକୁ ନେଇକି ଠିକ ଜାଗାରେ ପହଞ୍ଚନ୍ତି। ଆମେ ଠିକ ଜାଗାରେ ପହଞ୍ଚିକି ପାଣି ଢାଳି ଆମର ମନସ୍କାମନା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ହେଇଛି। ଆମେ ବି ଆଶା ବିଶ୍ୱାସ ଭଗବାନଙ୍କ ପ୍ରତି ଯେ କି ଆମ ମନସ୍କାମନା ଆଗକୁ ବି ପୂରଣ ହବ ବୋଲି ଆମର ଭଗବାନଙ୍କ ପ୍ରତି ଆଶା ବିଶ୍ୱାସ ରହିଛି। ଓମ୍ ନମଃ ଶିବାୟ। ପୁଣ୍ୟତୟା ପ୍ରାଚୀ ହେଉଛନ୍ତି ଗଙ୍ଗା ଠାରୁ ସହସ୍ର ବର୍ଷ ବଡ଼। ଏହି ପ୍ରାଚୀ ଘାଟରେ ଅଷ୍ଟଶମ୍ଭୁଙ୍କର ମିଳନ। ପ୍ରାଚୀର ଉପତ୍ୟକାର ସମସ୍ତ ଶୈବ ଭକ୍ତମାନେ ପ୍ରାଚୀ ନଦୀର ବିଭିନ୍ନ ଘାଟରୁ, ବିଶ୍ୱାମିତ୍ର ଘାଟ ହଉ, ଘଣ୍ଟତୋଳା ଘାଟ ହଉ, ତ୍ରିବେଣୀ ଘାଟ, ବିଭିନ୍ନ ପ୍ରକାର ଘାଟରୁ ଜଳ ନେଇ ଓଡ଼ିଶାର ସମସ୍ତ ଶୈବ ମନ୍ଦିର ଯାଉଛନ୍ତି ଜଳାଭିଷେକ କରିବା ପାଇଁ। କାହିଁକି ନା ବିଭିନ୍ନ ଭକ୍ତଙ୍କର ବିଭିନ୍ନ ମାନସିକ ଥାଏ। ଏହି ଶ୍ରାବଣ ମାସରେ ସମସ୍ତେ ଶିବଙ୍କ ଉପରେ ଜଳାଭିଷେକ କରିକିରି ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଲକ୍ଷ୍ମୀକାନ୍ତ ଦାସ ମନା। କୋଉଠୁ ଆସିଥିଲେ? ଆଉ ଆମ ଘର ପୁରୀ ବାଣୁଆ ଯାଇ ଗୋଟେ ମାନସିକ ଥିଲା। ଆସିଛୁ କାକଟପୁର ବିଶ୍ୱାମିତ୍ର ନଈରୁ ଉଠେଇକି ଯିବୁ ପାଣି ଲୋକନାଥଙ୍କ ପାଖରେ ଢାଳିବୁ। ଆପଣଙ୍କ ପାଖରେ ବିଶ୍ୱାସ ରହିଛି ମାନସ ପୂରଣ ହବ? ଆଜ୍ଞା ବିଶ୍ୱାସ ଅଛି। ଆସିଛୁ ଜଗନ୍ନାଥ ଧାମରୁ ଆସିଛୁ, ପାଣି ନେଇକି ଯିବୁ, ଖୁସି ଲାଗୁଛି।